ଘନ ଜଙ୍ଗଲ ଓ ପାହାଡ଼ ମଧ୍ୟରେ ଲୁଚି ରହିଛି ଏକ ରହସ୍ୟମୟ ଗୁମ୍ଫା। କୁହାଯାଏ ଯେ ପ୍ରଭୁ ରାମଚନ୍ଦ୍ର ମାତା ସୀତାଙ୍କ ସହିତ ଏହି ଅଞ୍ଚଳକୁ ଆସିଥିଲେ। ନମସ୍କାର ବନ୍ଧୁଗଣ, ଆପଣ ଦେଖୁଛନ୍ତି ଓଡ଼ିଶା ଷ୍ଟୋରୀ ଟିଭି। ଆସନ୍ତୁ ଜାଣିବା ଗୁପ୍ତ ଗୁମ୍ଫାର ପ୍ରଭୁ ଗୁପ୍ତେଶ୍ୱରଙ୍କ ରହସ୍ୟମୟ କାହାଣୀ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତାହେଲେ ପୁରା କାହାଣୀଟା ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ। ଗୁପ୍ତେଶ୍ୱର ମନ୍ଦିର ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ, ଯାହା ଘନ ଜଙ୍ଗଲ ଓ ପାହାଡ଼ ମଧ୍ୟରେ ଲୁଚି ରହିଛି। ଗୁପ୍ତେଶ୍ୱର ଶବ୍ଦର ଅର୍ଥ ହେଉଛି ଲୁଚିଥିବା ଭଗବାନ, ଯାହା ଏହି ମନ୍ଦିରର ରହସ୍ୟମୟ ଗୁଣକୁ ସୂଚାଏ। ଏଠାରେ ପ୍ରଧାନ ଦେବତା ହେଲେ ଭଗବାନ ଶିବ, ଯିଏକି ଗୁମ୍ଫା ଭିତରେ ଲିଙ୍ଗ ରୂପରେ ପୂଜିତ ହେଉଛନ୍ତି। ଏହି ମନ୍ଦିରଟି ଗୋଟିଏ ପ୍ରାକୃତିକ ଗୁମ୍ଫା ମଧ୍ୟରେ ଅବସ୍ଥିତ। ଗୁମ୍ଫା ଭିତରେ ଥିବା ଶିବଲିଙ୍ଗଙ୍କୁ ଦେଖିଲେ ମନରେ ଶାନ୍ତି ଓ ଭକ୍ତିର ଭାବ ଜାଗୃତି ହୁଏ। ପୁରାଣ କଥା ଅନୁସାରେ ଏହି ସ୍ଥାନର ସମ୍ପର୍କ ରାମାୟଣ ସହିତ ମଧ୍ୟ ରହିଛି। କୁହାଯାଏ ଯେ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ତାଙ୍କ ବନବାସ ସମୟରେ ଏହି ଅଞ୍ଚଳକୁ ଆସିଥିଲେ। ପ୍ରତିବର୍ଷ ମହାଶିବରାତ୍ରି ସମୟରେ ଏଠାରେ ବହୁତ ବଡ଼ ଯାତ୍ରା ମଧ୍ୟ ହୁଏ। ଏହି ସମୟରେ ହଜାର ହଜାର ଭକ୍ତ ଏଠାକୁ ଆସି ଭଗବାନ ଶିବଙ୍କୁ ଦର୍ଶନ କରନ୍ତି। ସେଦିନ ଏଠାକାର ପରିବେଶ ଭକ୍ତିମୟ ହୋଇଯାଏ। ଯଦି ଆପଣ ପ୍ରକୃତି, ଧର୍ମ ଓ ଶାନ୍ତିକୁ ଏକ ସ୍ଥାନରେ ଅନୁଭବ କରିବାକୁ ଚାହାନ୍ତି, ତେବେ ଗୁପ୍ତେଶ୍ୱର ମନ୍ଦିର ଆପଣଙ୍କ ପାଇଁ ସଠିକ୍ ସ୍ଥାନ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।